ଆଜ୍ଞା ନମସ୍କାର। ମୋତେ ଆପଣ ଦେଖିପାରୁଛନ୍ତି ତ? ମୁଁ କିନ୍ତୁ ଆପଣ ଦେଖିପାରୁନି। କାହିଁକି କହିଲେ? ଆପଣଙ୍କ ଆଖି ନାହିଁ ବୋଲି ମୋତେ ଆପଣ ଦେଖିପାରୁନାହାନ୍ତି। କ'ଣ କହିଲେ? ପୁଣି ଭୁଲ କହିଲି? ଓହୋ, ମୋର ଆଖି ନାହିଁ ବୋଲି ମୁଁ ଦେଖିପାରୁନି ମୋ ଆଖିକି। ଆରେ କଥା କ'ଣ? ଏତେ ଭୁଲ କାହିଁ ହେଉଛି? ହଁ ବନ୍ଧୁ, କାର ଆଖି କିଏ? କିଏ ଆଖିରେ କ'ଣ କରେ? ହେଲେ କାର ଆଖି ଥାଇ ସେ ଅନ୍ଧ, କାର ଆଖି ନଥାଇ ସେ ଚକ୍ଷୁଷ୍ମାନ। ଆସନ୍ତୁ, ଆପଣ ଜାଣନ୍ତି କି ଏ ପୃଥିବୀର ପ୍ରଥମ ଜ୍ଞାନ ଗ୍ରନ୍ଥ କିଏ? ଋଗ୍ବେଦ। ଋଗ୍ବେଦରେ ସମସ୍ତ ତଥ୍ୟ, ସମସ୍ତ ଅନୁଶାସନ, ସମସ୍ତ ନିୟମ, ସମସ୍ତ କାର୍ଯ୍ୟପନ୍ଥା ଲିପିବଦ୍ଧ ହୋଇଛି। এই ଋଗ୍ବେଦ ବେଦ ସମୁଦାୟର ଏକ ଅଂଶ। ବେଦ ଏ ଶବ୍ଦର ଅର୍ଥ ହେଲା ଜ୍ଞାନମୟ। ଜ୍ଞାନମୟ ପୁସ୍ତକକୁ ବେଦ କୁହାଯାଏ। ତେଣୁ ଆମ ଆଖିରେ କ'ଣ ସବୁ କରୁ? ଆମେ ଆଖିରେ ଖାଲି ଦେଖୁନା, ଆଖିରେ କଥା ହଉ, ଆଖିରେ ସଂକେତ ଦେଉ, ଆଖିରେ ଉପଭୋଗ କରୁ, ଆଖିରେ ବି ଖାଉ, ଆଖିରେ ବି ଚାଖୁ। ଆଖି ମାଧ୍ୟମରେ ଆମେ ସବୁକିଛି କରୁ। ଆଉ ଆଖିର ରଙ୍ଗ ବଦଳିଗଲେ ଦେହ ଖରାପ ହୋଇଯିବ ଜଣାଯାଏ। ଆଖି ରଙ୍ଗରୁ ସବୁ ଜଣାପଡ଼େ। ଆଖି ହଳଦିଆ ହେଇଗଲା, ବେଶ୍ ଆମେ ରୋଗାକ୍ରାନ୍ତ। ଆଖି ଲାଲ ହେଇଗଲା, ଆମେ କ୍ରୋଧିତ। ଆଖି ଧଳା ହେଇଗଲା, ଆମେ ରକ୍ତହୀନ। ଆଖି ସେଇ ଆଖି କ'ଣ ଖାଲି ଦେଖେ? କିଏ କେଉଁଥିରେ କ'ଣ ଦେଖେ? ସର୍ବେଷାଂ ଲୋଚନମ୍ ଶାସ୍ତ୍ରମ୍। ସର୍ବେଷାଂ ଲୋଚନମ୍ ଶାସ୍ତ୍ରମ୍। ସମସ୍ତଙ୍କର ଲୋଚନ ବୋଇଲେ ଆଖି ଶାସ୍ତ୍ର ଅଟେ। ଯସ୍ୟ ନାସ୍ତି, ଯାହାର ଶାସ୍ତ୍ର ଜ୍ଞାନ ନାହିଁ, ଅନ୍ଧ ଏବ ସଃ, ସିଏ ହିଁ ଅନ୍ଧ। ଶାସ୍ତ୍ରରେ ସବୁ ଲେଖା ଅଛି, ତାକୁ ଆମେ ଅଧ୍ୟୟନ କରିବା, ପଢ଼ିବା, ମନେ ରଖିବା, କାମରେ ଲଗେଇବା। ତାକୁ ଯଦି ନ ପଢ଼ିବା, ନ ଜାଣିବା, ନ ଶୁଣିବା, ବହୁତ ଲୋକ ଅନ୍ଧ ଅଛନ୍ତି କିନ୍ତୁ ଶାସ୍ତ୍ରଜ୍ଞ। କାହିଁକି? ସେ ଜିଜ୍ଞାସୁ, ସେ ଜାଣିବାକୁ ଇଚ୍ଛା କରନ୍ତି। ଯେଉଁମାନେ ତାଙ୍କ ଦୃଷ୍ଟିରେ ଜ୍ଞାନୀ, ବିବେକୀ, ବିଚାରବନ୍ତ, ତାଙ୍କ ପାଖରେ ବସନ୍ତି, ଉଠନ୍ତି ଏବଂ ତାଙ୍କ ମୁଖରୁ ଶୁଣନ୍ତି। ସେ ଶୁଣିକିରି ଅନେକ ଜ୍ଞାନ ଲାଭ କରନ୍ତି। ତେଣୁ ସେ ଅନ୍ଧ ହେଲେ ବି ଚକ୍ଷୁଷ୍ମାନ, ଶାସ୍ତ୍ରଜ୍ଞ। ଅନେକ ଲୋକଙ୍କର ଆଖି ବହୁତ ସୁନ୍ଦର, ନୀଳ ଆଖି, ଚଉଡ଼ା ଆଖି, ବଡ଼ ଆଖି, ହେଲେ ସେମାନେ କିଛି ଜାଣିନାହାନ୍ତି। ସେମାନଙ୍କୁ ଅନ୍ଧ କୁହାଯାଏ। ହେଲେ କିଏ କ'ଣ କରେ? ନା ବ୍ରାହ୍ମଣାଃ ବେदैଃ ପଶ୍ୟନ୍ତି। ବ୍ରାହ୍ମଣ କିଏ? ଆପଣ ହିଁ ବ୍ରାହ୍ମଣ। ବ୍ରହ୍ମ ଜାନାତି ଇତି ବ୍ରାହ୍ମଣ। ଯିଏ ଈଶ୍ୱରଙ୍କୁ ଚିହ୍ନେ, ଜାଣେ, ତାଙ୍କୁ ଖୁଆଇ ଦିଏ ଓ ତାଙ୍କ ଓଠରୁ ଟିକିଏ ଲାଳ ଆଣି ଖାଇଦିଏ, ଚାଖିଦିଏ, ବ୍ରହ୍ମ ଉପରେ ଯାହାର ଗଭୀର ଜ୍ଞାନ ଅଛି, ସିଏ ବ୍ରାହ୍ମଣ। ସେମାନେ ହିଁ ଶାସ୍ତ୍ରଜ୍ଞ। ସେମାନେ ବେଦ ଦ୍ୱାରା, ଶାସ୍ତ୍ର ଦ୍ୱାରା ଦେଖନ୍ତି ସଂସାରକୁ, ସମାଜକୁ, ନିଜକୁ। ବେदैଃ ପଶ୍ୟନ୍ତି ବ୍ରାହ୍ମଣା। ଆଉ ଚକ୍ଷୁଷା କିମ୍? ଆଉ କିଏ କୋଉଥିରେ ଦେଖେ? ଗନ୍ଧେନ ଗାବ ପଶ୍ୟନ୍ତି। ଗନ୍ଧ ଦ୍ୱାରା, ନାକ ଦ୍ୱାରା ଶୁଙ୍ଗିକିରି ପଶୁମାନେ ଦେଖନ୍ତି। ଏଠି ପଶୁ ବୋଲନ୍ତେ ପକ୍ଷୀ ବୁଝାଯାଏ। ଯେମିତି ପିତା ବୋଲନ୍ତେ ମାତା ପିତା ଉଭୟଙ୍କୁ କୁହାଯାଏ ପିତରଉ। ଜଗତ ପିତରଉ ବନ୍ଦେ, କାଳିଦାସ କହିଲେ। ପିତରଉ ବୋଲେ ପିତା ମାତା, ପଶୁ ବୋଇଲେ ପକ୍ଷୀ ଆଉ ପଶୁ। ଏମାନେ ଶୁଙ୍ଘି ଜାଣନ୍ତି। ହେଲା। ଆଉ ଆମେ, ତମେ, ମୁଁ, ଆମେ କେଉଁଥିରେ ଦେଖୁ? ଆଖିରେ ଦେଖୁ। ବେदैଃ ପଶ୍ୟନ୍ତି ବ୍ରାହ୍ମଣା।
गंधेन गा पश्यन्ति आउ राजानः चारै पश्यन्ति राजा माने शासक माने गुप्तचर द्वारा देखती वर्तमान शासक मुख्यमंत्री राज्यपाल राष्ट्रपति प्रधानमंत्री जहाँ पे मुख्य कौचे से पाखे ये ज्ञान नहीं जे आम कि गुप्तचर रखा सीआईडी रखा ता द्वारा राज्यर खबर बुझा देशर खबर बुझा आगे राजा मान रखुले तेणु सुशासन दौले एवं ना राजा न चारै पश्यन्ति बाकी अन्य समस्ते चक्षुर्भी इतरा जना तेणु अन्य माने आम भाया तम भाया लोक मैंने आखिर देखती बंधु प्रकृत में ज्ञानी किए चक्षुष्मान किए जानले तो मो बंधु आज ये रही नमस्कार।